ନମସ୍କାର, ଜୟ ଜଗନ୍ନାଥ। ମୁଁ ସୌରଭ ଆପଣମାନଙ୍କୁ ସ୍ୱାଗତ କରୁଛି ଓଡ଼ିଶା ଏକ୍ସପ୍ରେସ୍ 24 ୟୁଟ୍ୟୁବ୍ ଚ୍ୟାନେଲକୁ। ତ ଫାଇନାଲି ପଳେଇ ଆସିଛି ଆମର ଡକୁମେଣ୍ଟ ଭେରିଫିକେସନ୍ର ଲିଷ୍ଟ OSSC ତରଫରୁ। ତ ସମସ୍ତଙ୍କର ଅନଏକ୍ସପେକ୍ଟେଡ୍ ଜିନିଷ ହେଇଛି, ଯେଉଁଟାକି କଟ୍ ଅଫ୍ ଯେଉଁଟା ଭାବିଥିଲେ ସମସ୍ତେ ପ୍ରାୟ ଆପ୍ରୋକ୍ସିମେଟଲି ଫାଇନାଲ୍ କଟ୍ ଅଫ୍ ଯିବ। ତ ସେଇ ରେଞ୍ଜଟା ବର୍ତ୍ତମାନ ପଳେଇ ଆସିଛି। ତ ବହୁତ ପିଲା ଏବେ ଟିକେ ସକ୍ରେ ଅଛନ୍ତି। ତ ଫାଷ୍ଟ ଅଫ୍ ଅଲ୍ କଂଗ୍ରାଚୁଲେସନ୍ ଟୁ ଅଲ୍ କ୍ୟାଣ୍ଡିଡେଟ୍ ଯେଉଁମାନଙ୍କର ଏ କଟ୍ ଅଫ୍ ରେଞ୍ଜରେ ମାନେ ଡକୁମେଣ୍ଟ ଭେରିଫିକେସନ୍ ପାଇଁ ସିଲେକ୍ସନ୍ ହେଇଛନ୍ତି। ତ ମୁଁ ଡିଟେଲ୍ସ ଡେସ୍କ୍ରାଇବ୍ କରିବି। ବର୍ତ୍ତମାନ ଫାଇନାଲ୍ ମେରିଟ୍ ଲିଷ୍ଟ ପାଇଁ ସିକ୍ୟୁର କେତେ, କେଉଁ ଡେଟ୍ରେ କ'ଣ ପଡ଼ିପାରେ ଫାଇନାଲ୍ ମେରିଟ୍ ଲିଷ୍ଟ ପାଇଁ, ତ ଡିଭି କେଉଁ ଡେଟ୍ ପାଇଁ। ତ ଦେଖନ୍ତୁ ନୋଟିଫିକେସନ୍ ଡିଟେଲ୍ସ ମୁଁ ଟିକେ ଦେଖେଇ ଦେଉଛି ଏଠି। ତ ନୋଟିଫିକେସନ୍ OSSC ତରଫରୁ ଯେଉଁ ନୋଟିଫିକେସନ୍ ଆସିଥିଲା, ତ ତା ଅନୁସାରେ ଯେଉଁଟା ଆମର ଅଛି ସାର୍ଟିଫିକେଟ୍ ଭେରିଫିକେସନ୍ ଫଷ୍ଟ ଜୁନିୟର ଇଞ୍ଜିନିୟର ଇଲେକ୍ଟ୍ରିକାଲ, ଯେଉଁଟା ଇଲେକ୍ଟ୍ରିକାଲର ଅଛି ତାଙ୍କର ଷ୍ଟାର୍ଟ ହେଇଯିବ କେବେ ନା 10/2/2026, 10 ତାରିଖରୁ ଷ୍ଟାର୍ଟ ହେଇଯିବ। ଆଉ ଯେଉଁଟା ଜୁନିୟର ଇଞ୍ଜିନିୟର ସିଭିଲର ଅଛି ଆମର ଯେଉଁଟା, ତ ସେଇଟା ହେଇଯିବ 18/2/2026 ତାରିଖରୁ। ଓକେ। ତାପରେ ଆଉ ଗୋଟେ ଜିନିଷ ରହିଲା ପୋଷ୍ଟ ପ୍ରିଫରେନ୍ସ। ତ ପୋଷ୍ଟ ପ୍ରିଫରେନ୍ସ କେବେଠୁ ଦେଇପାରିବା? ପୋଷ୍ଟ ପ୍ରିଫରେନ୍ସ ପାଇଁ ଡେଟ୍ ହେଉଛି 5 ତାରିଖରୁ ପାଖାପାଖି 12 ତାରିଖ ପର୍ଯ୍ୟନ୍ତ। 5/2/2026ରୁ 12/2/2026। ତ ଆମର UR କ୍ୟାଣ୍ଡିଡେଟ୍ ଯେଉଁଟାକି ଡକୁମେଣ୍ଟ ଭେରିଫିକେସନ୍ରେ ଯାଇଛି, ମାର୍କ ଯାଇଛି 93 ମାର୍କ। UR ଓମେନ୍ ଯାଇଛି 83.5 ମାର୍କ। SCBC ଯାଇଛି 84.5, ଆଉ ଓମେନ୍ ଯାଇଛି 76.5। SC ଯାଇଛି 78, SC ଓମେନ୍ ଯାଇଛି 63.5, ST ଯାଇଛି 69, ST ଓମେନ୍ ଯାଇଛି 50.5, ଏକ୍ସ ସର୍ଭିସମ୍ୟାନ୍ ଯାଇଛି 65.5, ତାପରେ ସ୍ପୋର୍ଟସ୍ ପର୍ସନ୍ ଯାଇଛି 16.5, ଆଉ ବାକି କ୍ୟାଟାଗୋରୀ 1 ଯାଇଛି 22, କ୍ୟାଟାଗୋରୀ 2 ଯାଇଛି ଆମର PWDର 55, କ୍ୟାଟାଗୋରୀ 3 ଯାଇଛି 104, ତାପରେ PWD ଓମେନ୍ ଯାଇଛି 19। କ୍ୟାଟାଗୋରୀ 3ଟା ବି ଆମର 104 ଡ୍ୟୁ ଟୁ ମାନେ ତାଙ୍କର ଇନସଫିସିଏଣ୍ଟ ପୋଷ୍ଟ କିମ୍ବା ଆମର କ୍ୟାଣ୍ଡିଡେଟ୍ କମ୍ ଥିବା ହେତୁ ତାଙ୍କର କଟଅଫ୍ ଏତିକି ଯାଏ। ସେଥିରେ କିଛି ମାନେ ଇଏ ହେବାର ନାହିଁ। ଲାଷ୍ଟ ଟାଇମ୍ ବି ଯାଇଥିଲା 106 ପାଖାପାଖି, 105 କି 106 ପାଖାପାଖି ଯାଇଥିଲା। ତ ବର୍ତ୍ତମାନ ଦେଖନ୍ତୁ ଯେଉଁ କଟଅଫ୍ଟି ଯାଇଛି, ତ ଆପଣମାନେ ଧରି ନିଅନ୍ତୁ ଏଥିରୁ 4ରୁ 5 ମାର୍କ ହାଇ ଧରି ନିଅନ୍ତୁ। ଆଉ ତାଠୁ କମ୍ ଯେଉଁମାନଙ୍କର ହାଇ ଅଛି, ତ କଥାଟା ମେ ବି ଖରାପ ଲାଗିପାରେ, କିନ୍ତୁ ଏଇଟା ଗୋଟେ ବେଟର୍ ସଜେସନ୍ ହେବ ଆଇ ଥିଙ୍କ। ତ ଆପଣମାନେ CTSR 25 ପାଇଁ ଏବେଠୁ ଲାଗି ପଡ଼ନ୍ତୁ। କାହିଁକିନା ଆପଣମାନେ ଯେଉଁମାନେ CTSR 24 ପଢ଼ିଛନ୍ତି, ତ ସେମାନେ ଜାଣିଛନ୍ତି ଆକ୍ଚୁଆଲି ଜିନିଷ କୋର୍ସଟା ସରିବା ପାଇଁ କେତେ ଟାଇମ୍ ଲାଗୁଛି, କୋଶ୍ଚିନ୍ ପ୍ରାକ୍ଟିସ୍ ପାଇଁ, ତାପରେ କୋଶ୍ଚିନ୍ର ପାଟର୍ନ କ'ଣ ରହୁଛି। ତାପରେ ଏବେ କୌଣସି କୋଶ୍ଚିନ୍ ପାଟର୍ନ ଉପରେ ଭରସା ରହୁନି କି ମାନେ କାହା ଉପରେ ଭରସା ରହୁନି। ତ ବେଟର୍ ହେବ ଏବେଠୁ ଲାଗି ପଡ଼ନ୍ତୁ CTSR 25 ପାଇଁ। ଆଉ CTSR 25ର ବି ନୋଟିଫିକେସନ୍ ବହୁତ ଶୀଘ୍ର ପଳେଇ ଆସୁଛି। ଦେନ୍ ଆଉ ଗୋଟେ ଜିନିଷ ଆମର ରହିଲା, ମୁଁ ଏଠି ମେନସନ୍ କରିଦେଇଛି, ଆପଣମାନେ ଟିକେ ଦେଖନ୍ତୁ। ଏଠି OSSC ଡିଟେଲ୍ସ କହିଦେଇଛି କି ଦିସ୍ ରେଜଲ୍ଟ ରିଲିଜିଂ to the post of junior engineer civil shall be subjected to final outcome of WPC number 1588/2025। ତ WPC ନମ୍ବରଟା ଦେଇଦେଲା OSSC। ସେ WPC ନମ୍ବର ପକେଇକି ବାହାର କରିଦେଲା କି ମାନେ ଯେପର୍ଯ୍ୟନ୍ତ ଏଇଟା ହେଉଛି ଆମର କେସ୍ ନମ୍ବରଟା, ଯେପର୍ଯ୍ୟନ୍ତ ଏଇଟା ସଲ୍ଭ ନ ହେଇଛି, ତ ସେଇଟା ଫାଇନାଲ୍ ମେରିଟ୍ ଲିଷ୍ଟ ବାହାରି ପାରିବ ନାହିଁ। ସମସ୍ତଙ୍କୁ ରିକ୍ୱେଷ୍ଟ, ଯେଉଁଟାକି ଫାଇନାଲ୍ ମେରିଟ୍ ଲିଷ୍ଟ ଏ ଜିନିଷ କେବଳ CTSR 2024 ନୁହଁ, CTSR 2025 ଉପରେ ବି ଆଫେକ୍ଟ ପକେଇବ ଏ ପ୍ୟାନେଲ୍ କେସ୍ଟା। ଯେହେତୁ ପୋଷ୍ଟ ଭ୍ୟାକେନ୍ସି ଯେତିକି ନାହିଁ, ତା ଅପେକ୍ଷା ପୋଷ୍ଟ ସେତେ ଅଧିକା ଡିମାଣ୍ଡ କରାହେଇଛି। ତ ଲାଗି ପଡ଼ିକି ପ୍ୟାନେଲ୍ କେସ୍ଟାକୁ ପୁଣି ଏବେ ହିୟରିଂ ପାଇଁ ଲାଗି ପଡ଼ିବା ସମସ୍ତେ। ତ ଯେଉଁମାନଙ୍କର ମାନେ ଗୋଟେ ସଜେସନ୍ ଦେବି, ଯେଉଁମାନେ 5, 6, 7, 8 ମାର୍କ ଭିତରେ ଡିଫରେନ୍ସ ରହିଛି,
ତ ସେମାନେଙ୍କୁ ଛାଡ଼ିଦେଲେ ବାକି ଯେଉଁମାନେ ରହିଛନ୍ତି ତ ବେଟର୍ ହେବ CTSR 25 ପାଇଁ ଲାଗି ପଡ଼ନ୍ତୁ। କାହିଁକିନା ଆପଣମାନେ ନିଜେ ବି ଜାଣିଛନ୍ତି ଡକୁମେଣ୍ଟ ଭେରିଫିକେସନ୍ ପରେ କେତେ ମାର୍କ ହାଇକ୍ ହେଉଛି, କେତେ ମାର୍କ ଲୋ ହେଉଛି ସେଇଟା ଆପଣମାନେ ନିଜେ ବି ଜାଣିଛନ୍ତି। ତ ସମସ୍ତଙ୍କୁ ରିକ୍ୱେଷ୍ଟ, ତ ଜଲ୍ଦି ଜଲ୍ଦି ଯାହା ନେସେସରି ଡକୁମେଣ୍ଟ ଅଛି ସେଗୁଡ଼ା ସବୁ ମାନେ କଲେକ୍ଟ କରନ୍ତୁ, ରଖନ୍ତୁ। ତାର ଯାହା ଜେରକ୍ସ ପ୍ରିଣ୍ଟ ଆଉଟ୍ ବାହାର କରିବା କଥା ବାହାର କରନ୍ତୁ। ରୋଲ୍ ନମ୍ବର, ଆଡ଼ମିଟ୍ କାର୍ଡ଼ ତ ତାର ଆସିବ। ତ ସମସ୍ତେ ଡକୁମେଣ୍ଟ ରେଡ଼ି ରଖନ୍ତୁ। ତ ସମସ୍ତଙ୍କୁ ଏଗେନ୍ କଂଗ୍ରାଚୁଲେସନ୍ ଆଣ୍ଡ ଅଲ୍ ଦି ବେଷ୍ଟ ଫର୍ ଫାଇନାଲ୍ ମେରିଟ୍ ଲିଷ୍ଟ। ରହିଲି, ଜୟ ଜଗନ୍ନାଥ।